ରାହୁଲ ଗାନ୍ଧୀ ଆଜି ଓଡ଼ିଶା ଆସିଥିଲେ। ଯେଉଁମାନେ କି କହୁଥିଲେ ଯେ କି କଂଗ୍ରେସ ଆଉ କ'ଣ ସତ୍ତାରେ ଆସିବ, କଂଗ୍ରେସରେ କ'ଣ ଆଉ ଲୋକ ଅଛନ୍ତି, କଂଗ୍ରେସ ସପୋର୍ଟର ଅଛନ୍ତି। କିନ୍ତୁ ଆଜି ଭୁବନେଶ୍ୱରରେ କଂଗ୍ରେସ କର୍ମୀଙ୍କର ଜନସମୁଦ୍ର ଦେଖିଲା ପରେ ମାନେ ମାନି ନେବାକୁ ପଡ଼ିବ ଯେ କି ଇଭିଏମ୍ ଯଦି ୟୁଜ୍ ନ ହୁଏ ତାହେଲେ ଓଡ଼ିଶାରେ ସୁନିଶ୍ଚିତ କଂଗ୍ରେସ ସରକାର ଗଠନ କରିବାଟା ସାରା। ଏ ତ ଗଲା, କିନ୍ତୁ ରାହୁଲ ଗାନ୍ଧୀଙ୍କ ସଭାରେ ଏତେ ପରିମାଣର ଜନସମୁଦ୍ର ଦେଖି ଅନ୍ଧଭକ୍ତମାନେ ପୁରା ପାଗଳ ହେଇଯାଇଛନ୍ତି, ପୁରା ମିଛ ପ୍ରଚାରରେ ଲାଗିଯାଇଛନ୍ତି। କ'ଣ ନା ସେ ମୁସଲିମ, ତାଙ୍କ ବୋଉ ଯେ ମା ଯିଏ ସେ ବାରରେ ଡ୍ୟାନ୍ସ କରୁଥିଲେ, ସେ ଦେଶଦ୍ରୋହୀ, ସେ ବର୍ଣ୍ଣଶଙ୍କରୀ, ସେ ଆମ ଜଗନ୍ନାଥଙ୍କୁ ମାନେ ଅପମାନ କଲେ। ଗୋଟେ ଭିଡ଼ିଓଟା ଏଡ଼ିଟ୍ କରିଦେଇଛନ୍ତି ଯେ କି ଯେଉଁଥିରେ ରାହୁଲ ଗାନ୍ଧୀ କହିଛନ୍ତି ଯେ କି ଜଗନ୍ନାଥ ଯେତେବେଳେ ରଥଯାତ୍ରା ଚାଲିଥିଲା ସେତେବେଳେ ଆଦାନୀଙ୍କ ପାଇଁକା ରଥଟା ଗୋଟେ ଦିନ ରହିଗଲା, କୁହାଗଲା ନା କ'ଣ ଭଗବାନ ଚାହିଁଲେନି ବୋଲି ଗଡ଼ିଲେନି, ସେଇଟା କହି ତାକୁ ବି କଟ୍ କରିକି ପକେଇ ଦେଇଛନ୍ତି ଭିଡ଼ିଓଟା। ସେ ମାନେ ଟ୍ରୋଲ୍ କରିବାରେ ବ୍ୟସ୍ତ, କାରଣ ଏହା ହେଉଛି ଅନ୍ଧଭକ୍ତମାନଙ୍କର ଭୟ। ଆରେ ଯେଉଁମାନେ ଆଜି ଅନ୍ଧଭକ୍ତ ହେଇକିରି କଂଗ୍ରେସକୁ ତମେ ବିରୋଧ କରୁଛ, ଦେଶଦ୍ରୋହୀ ଦଳ କହୁଛ, ଯେତେବେଳେ ଦେଶ ସ୍ୱାଧୀନ ହେଲା ନା କେଉଁ ଦଳ କରିଥିଲା ଜାଣିଛ? ଏହି କଂଗ୍ରେସ ଦଳ ନେତୃତ୍ୱରେ ଦେଶ ସ୍ୱାଧୀନ ହେଇଛି। ନହେଲେ ଆଜି ତୁମେ ଯେଉଁ ଅନ୍ଧଭକ୍ତ ଯେଉଁ ଦେଶଭକ୍ତି ଦେଖାଉନ, ତମେ କାହା ଇଂରେଜମାନଙ୍କର କାହାର ଲାଟ୍ରିନ୍ ସଫା କରିଥାନ୍ତ, ନଚେତ୍ କାହା ବାଡ଼ିରେ କାମ କରିଥାନ୍ତ, ନହେଲେ ଗୁଲାମୀ ହିଁ ଥାନ୍ତ। ତମେ ସେ ଗୁଲାମୀ ହିଁ ଠିକ୍ ଥିଲା। ତୁମକୁ କଂଗ୍ରେସ ଦଳ ଆଜି ସ୍ୱାଧୀନତା ଦେଇଛି। କଂଗ୍ରେସ ଦଳ ହେଉଛି ମୂଳ, ଆଉ ତୁମେ ହେଉଛ କ'ଣ କହିଲ, ଡାଳ ପତ୍ର। ତୁମେ କ'ଣ କଂଗ୍ରେସକୁ ବିରୋଧ କରିବ? ତୁମର ବାପା ଅଜା 14 ପୁରୁଷ ସେମାନେ ବି କଂଗ୍ରେସକୁ ଭୋଟ ଦେଇକି ଜିତିଥିଲେ। କଂଗ୍ରେସ ଦେଶ ପାଇଁ କରିଛି କ'ଣ? ଦେଶ ସ୍ୱାଧୀନ କରିଛି? କରିନି। ମେଡ଼ିକାଲ କରିଛି? କରିନି। ଯେଉଁ ମେଡ଼ିକାଲରେ ଅନ୍ଧଭକ୍ତମାନେ ଜନ୍ମ ନେଇଛନ୍ତି ତାକୁ ବି କଂଗ୍ରେସ କରିଛି। ଯେଉଁ ସ୍କୁଲରେ ଅନ୍ଧଭକ୍ତମାନେ ପଢ଼ିକିରି ଆଜି ଜ୍ଞାନ ପେଲୁଛନ୍ତି ସୋସିଆଲ ମିଡ଼ିଆରେ ତାକୁ ବି କଂଗ୍ରେସ କରିଛି। ଯେଉଁ ଅଫିସ ବାଡ଼ିରେ ତୁମର କାମ ହେଉଛି ସରକାରୀ କାମ ତାକୁ ବି କଂଗ୍ରେସ କରିଛି। ତୁମେ କ'ଣ କରିଛ? ତୁମର ଅବଦାନ କ'ଣ? ଭାରତୀୟ ଯାତ୍ରା ପାର୍ଟିର ମାନେ ଅବଦାନ କ'ଣ ଦେଶ ପାଇଁ? କିଛି ବି ନାହିଁ। କଂଗ୍ରେସ ଦୁଇ ଥର ଯୁଦ୍ଧ ଲଢ଼ିଛି ଏବଂ ଜିତିଛି ବି, ଦେଶ ପାଇଁ ଗର୍ବ ଆଣିଛି। ତାପଜ ବିଦ୍ୟୁତ କେନ୍ଦ୍ର, IIT, IIM, ମାନେ କେତେ ଯେ ମେଡ଼ିକାଲ, ହଜାର ହଜାର ମେଡ଼ିକାଲ କଲେଜ, ସ୍କୁଲ କଲେଜ, IIT, ପୋର୍ଟ, ଏୟାରପୋର୍ଟ, ରାସ୍ତା ସବୁ କଂଗ୍ରେସ କରିଛି। ତୁମେ କିଛି ବି କରିନ, କିନ୍ତୁ ତୁମେ ଏବେ ହେଇଯାଇଛ ଦେଶଭକ୍ତ। ତୁମେ ଯେଉଁ ଦଳକୁ ସପୋର୍ଟ କରି ଆଜି ଅନ୍ଧଭକ୍ତ ହେଇଛ, କହିପାରିବ ଦେଶ ସ୍ୱାଧୀନତାରେ ତୁମ ନେତାମାନଙ୍କର ଭୂମିକା କ'ଣ? କିଛି ନାହିଁ। ତୁମେ ଖାଲି ମାନେ ବାହାସ ଫାଟିଆ ଡହରାମି କରିବାରେ ମାଷ୍ଟର। ତୁମ ଦଳ କିଛି ନ କରି ଯେଉଁଗୁଡ଼ାକ କଂଗ୍ରେସ ଗଭର୍ଣ୍ଣମେଣ୍ଟରେ ହେଇଥିଲା ସେଇଗୁଡ଼ାକ ଆଜି ତୁମେ ବିକୁଛ, ଯାହାକୁ କି କୁହାଯାଏ ଭାରତୀୟ ଜୁମଲା ପାର୍ଟି, ଯାତ୍ରା ପାର୍ଟି। ମୁଁ ତ ସେ ଦଳର ନାଁ ନେବାକୁ ବି ପସନ୍ଦ କରେନି, ଯେଉଁଗୁଡ଼ାକି ଯେତେବେଳେ ମାନେ ଦେଶ ସ୍ୱାଧୀନ ହେବା ପାଇଁକା ଭାରତ ଛାଡ଼ ଆନ୍ଦୋଳନ ହେଉଥିଲା ସେତେବେଳେ ତୁମରି ଦଳର ନେତା, ଶେଷ ନେତୃତ୍ୱ, ଯାହାକୁ ତୁମେ ଆଇଡଲ ମାନୁଛ, ସେଇମାନେ ଇଂରେଜମାନଙ୍କ ସହିତ ମିଶିକିରି ଦେଶ ସ୍ୱାଧୀନ ହେବାକୁ ଥିବା ଯେଉଁ ଭାରତ ଛାଡ଼ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଚେଷ୍ଟା କରିଥିଲେ। ଆଜି ପର୍ଯ୍ୟନ୍ତ କହିପାରିବ ତୁମ ଦଳର କୌଣସି ଜଣକ ନାମ ଯେ କି ମାନେ ଭାରତର ସ୍ୱାଧୀନତା ସଂଗ୍ରାମରେ ବଳିଦାନ କ'ଣ ତାଙ୍କର? କେହି ବି ନାହିଁ। ଆଉ ଯେଉଁ ରାହୁଲ ଗାନ୍ଧୀକୁ ତୁମେ କହୁନ ଦେଶଦ୍ରୋହୀ, ତା ଜେଜେମା, ତା ବାପା ଏ ଦେଶ ପାଇଁ ଛାତିରେ ଗୁଳି ଖାଇଛନ୍ତି, ଛିନ୍ନ ଭିନ୍ନ ହେଇଯାଇଛି ତାଙ୍କର ଶରୀର, ଆଉ ତାଙ୍କୁ ତୁମେ କହିବ ଦେଶଦ୍ରୋହୀ? ତୁମେ ତୁମ ବୋପା ଅଜା 14 ପୁରୁଷ ଯେ କି ମାନେ ଆଜି ପର୍ଯ୍ୟନ୍ତ ଦେଶ ଗଠନରେ କିଛି ବି ତାଙ୍କର ମାନେ ନାହିଁ ଅବଦାନ, ତୁମେ ହେଇଗଲ ଦେଶ ପ୍ରେମୀ। ଧନ୍ୟ ପ୍ରକୃତ କୁହନ୍ତି ତୁମେ ଏତେ ମୂର୍ଖ
ମୁଁ କଂଗ୍ରେସ ନା ମେଡିକାଲ ସ୍କୁଲ କଲେଜ ନ କରୁ ନା ଏଗୁଡ଼ାକ ଜନ୍ମ ହେଇକିରି ମାନେ ଯୋଉ ଦଳ ଏଗୁଡ଼ା ସବୁ କରିଛି ତାକୁ ବିରୋଧ ନ କରନ୍ତୁ। ଆଜି ଏସବୁ ମାନେ କଣା କୁଜା ଦେଶ